ଜୟ ଜଗନ୍ନାଥ। ତ ମୁଁ ଆଜି ଆସିଛି ବିଜୁ ପଟ୍ଟନାୟକ ପାର୍କ। ତ ବର୍ତ୍ତମାନ ଦେଖନ୍ତୁ ବିଜୁଙ୍କ ପ୍ରତିମୂର୍ତ୍ତି ଗଲା, ବର୍ତ୍ତମାନ ସୁସଜ୍ଜିତ, ବର୍ତ୍ତମାନ ସବୁଜିମା। ଆଉ ବର୍ତ୍ତମାନ ଦେଖନ୍ତୁ ମା ଲକ୍ଷ୍ମୀଙ୍କର ବାହନ ବର୍ତ୍ତମାନ ହାତୀ। ତ ବହୁତ ସୁନ୍ଦର ହେଇଛି ପରିବେଶ, ସୌନ୍ଦର୍ଯ୍ୟ ତୃଣ ସବୁ ଲାଗିଛି, ବହୁତ ସୁନ୍ଦର ଫୁଲ ଗଛ, ବଢ଼ିଆ ଲାଗୁଛି। ତ ପରିବେଶ ବହୁତ ସୌନ୍ଦର୍ଯ୍ୟ ହେଇଛି, ଭିତରେ ବହୁତ ସୁନ୍ଦର। ତ ବର୍ତ୍ତମାନ ଖରାଦିନ, ତ ଲୋକଙ୍କ ଭିଡ଼ ବି ବହୁତ ଭିତରେ ଅଛି। ତ ବର୍ତ୍ତମାନ ଦେଖନ୍ତୁ ଭିତରକୁ ତ ଧୀରେ ଧୀରେ ଯାଉଛି। ଆଉ ଦେଖନ୍ତୁ କେମିତି କେଉଁ ଭଳିଆ ସୁସଜ୍ଜିତ ଗ୍ୟାଲେରୀ, ଫୁଲ ଗଛ ଲାଗିଛି, ବହୁତ ସୁନ୍ଦର ଲାଗୁଛି। ତ ଏପଟେ ଆମର ମହାନଦୀ, ସେପଟେ କାଠଯୋଡ଼ି, ତ ମଝିରେ ସିଡ଼ିଏ କଟକରେ ଅବସ୍ଥିତ ଏହି ସ୍ଥାନ। ତ ଯେହେତୁ ମୁଁ ପ୍ରଥମ ଥର ଆସିଥିଲି, କିଛି ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ଏମିତି କେମିତି ସୁସଜ୍ଜିତ ସବୁ ଫୁଲ ଗଛ ଲାଗିଛି, ବହୁତ ସୁନ୍ଦର ପଡ଼ିଆ ଅଛି। ପଡ଼ିଆରେ ଗ୍ରୀନେରୀ 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 ଲାଗୁଛି, ତ ବହୁତ ସୁନ୍ଦର ହେଇଛି। ଦେଖନ୍ତୁ ଧୀରେ ଯାଉଛି, ଦେଖନ୍ତୁ ବହୁତ ଷ୍ଟାଇଲିଶ ଘରଟିଏ ବି ଦେଖାଯାଉଛି, ବହୁତ ସୁନ୍ଦର ଭାବରେ ସୁସଜ୍ଜିତ ଘରଟିଏ କରାହେଇଛି। ଏ ଭିତରେ ବହୁତ ଜିନିଷ ଅଛି। ତ ବର୍ତ୍ତମାନ ଦେଖନ୍ତୁ ପିଲାମାନଙ୍କ ଇନଷ୍ଟ୍ରୁମେଣ୍ଟ ଅଛି ଖେଳିବା ପାଇଁ, ତ ମନୋରଞ୍ଜନ ସେମାନେ ନେବା ପାଇଁ। ତ ବହୁତ ଆମ୍ବ ଗଛ ବି ମଧ୍ୟ ଅଛି, ତ ସେ ବି ବହୁତ ସୁନ୍ଦର। ବର୍ତ୍ତମାନ ଫଳ ଆସିଛି, ଆମ୍ବ ଫଳ ତ ବହୁତ ବର୍ତ୍ତମାନ ଖରାଦିନରେ ବହୁତ ଚାହିଦା। ଦେଖନ୍ତୁ ବର୍ତ୍ତମାନ ଆଉ ଗୋଟେ ସାଇଡ଼୍କି ମୁଁ ଯାଉଛି। ଏବେ ଦେଖନ୍ତୁ କୋଉଭଳିଆ ସବୁ ସୁସଜ୍ଜିତ ଫୁଲ ଗଛ ସବୁ ଲାଗିଛି, ବହୁତ ସୁନ୍ଦର ପରିବେଶ ପରିବେଷ୍ଟିତ। ଦେଖନ୍ତୁ ବର୍ତ୍ତମାନ ଦେଖନ୍ତୁ ଗ୍ୟାଲେରୀ, ଫୁଲ ଗଛ ଗୁଡ଼ିଏ ଲାଗିଛି, ତ ବହୁତ ସୁନ୍ଦର। ଆଉ ଦେଖନ୍ତୁ ଏଠି ବର୍ତ୍ତମାନ ଆବର୍ଜନା ରଖିବା ପାଇଁ ଟାଙ୍କି ମଧ୍ୟ ଅଛି, ସ୍ୱଚ୍ଛ ଭାରତ ମିଶନର ପ୍ରତୀକ। ବହୁତ ସୁନ୍ଦର, ଆପଣ ଆସନ୍ତୁ, ବୁଲିବେ, ଦେଖିବେ, ମଜା ନେବେ।